Hello friends, welcome to my new video once again. And in this video we are going to learn the formula I plus have plus past participle. ତାହା ମାନେ ଦେଖନ୍ତୁ past participle କହିଲେ କ'ଣ ନା ଯେକୌଣସି କାମ ଗୋଟେ ଆମେ କରି ସାରିଥିବା ସେହି କେସ୍ର ସେଣ୍ଟେନ୍ସ ଗୁଡ଼ାକ ଇଣ୍ଡିକେଟ୍ କରିବାକୁ ଆମେ past participle ଫର୍ମକୁ ୟୁଜ୍ କରିଥାଉ। ଓକେ, ତାମାନେ I have ଏକ୍ଜାମ୍ପଲଟେ ଦେଖନ୍ତୁ I have eaten E-A-T-E-N I have eaten ତାମାନେ ମୁଁ ଖାଇ ଅଛି ହେଲା, ଯୋଉଟାକି କାମ କମ୍ପ୍ଲିଟ୍ ହେଇଥିବ ହେଲା ନା, ବୁଝିଲ ନା କ'ଣ? ଓକେ, ବୁଝିବାକୁ ଟ୍ରାଏ କର। ମାନେ କାମଟା କମ୍ପ୍ଲିଟ୍ ହେଇଥିବ। ଓକେ, କ'ଣ ହେଇଥିବ ନା କମ୍ପ୍ଲିଟ୍ ହେଇଥିବ, କାମଟା ସରିଥିବ ହେଲା, ସେହି କେସ୍ରେ ସରିଥିବ ବା କମ୍ପ୍ଲିଟ୍ ହେଇଥିବ। COMPL ଲେଖିଦେଉଛି, କମ୍ପ୍ଲିଟ୍ ବୋଲି ପଢ଼ି ନେବ। ଓକେ, କମ୍ପ୍ଲିଟ୍ ହେଇଥିବ ସେହି କେସ୍ର ବା ସେହି ଟାଇପ୍ର ସେଣ୍ଟେନ୍ସ ଗୁଡ଼ାକ ଆମେ ଯେତେବେଳେ ଅଭିବ୍ୟକ୍ତ କରିଥାଉ ସେହି ପିରିୟଡ଼ରେ ଆମେ ହାବ୍କୁ ୟୁଜ୍ କରିଥାଉ। ଅବଶ୍ୟ ହାବ୍ର ୟୁଜ୍ ବହୁତ ଜାଗାରେ ବହୁତ ପ୍ରକାରେ ହୋଇଥାଏ, ହେଲେ ଆମେ ଏହି ଭିଡ଼ିଓରେ କେବଳ ହାବ୍ର ୟୁଜ୍ ପାଷ୍ଟ ପାର୍ଟିସିପଲ୍ ସହିତ କେମିତି କରାଯାଏ ସେ ସମ୍ପର୍କରେ ପଢ଼ି ନେବା। ଓକେ, ଆମେ ଦେଖନ୍ତୁ ଏକ୍ଜାମ୍ପଲ୍ ଗୁଡ଼ିକ ଦେଖନ୍ତୁ, ଏଇଠି ଦେଇଛି ପାଷ୍ଟର ଯେକୌଣସି କାମକୁ ଇଣ୍ଡିକେଟ୍ କରିବାକୁ, ଅଦରୱାଇଜ୍ କମ୍ପ୍ଲିଟେଡ୍ ଆକ୍ସନ୍କୁ ହେଲା, ଗୋଟେ କାମ ସରିଥିବ ସେହି କାମ ଗୁଡ଼ାକ ଇଣ୍ଡିକେଟ୍ କରିବାକୁ ଯେତେବେଳେ ଆମେ ଆମର ଇମୋସନ୍କୁ ଏକ୍ସପ୍ରେସ୍ କରିଥାଉ, ସରିଥିବା କାମ ଗୁଡ଼ାକ ଇଣ୍ଡିକେଟ୍ କରିବାକୁ ଯେତେବେଳେ ଆମେ ଏକ୍ସପ୍ରେସ୍ କରିଥାଉ ଆମ ଫିଲିଙ୍ଗକୁ, ସେହି ପିରିୟଡ଼ରେ ଆମେ ପାଷ୍ଟ ପାର୍ଟିସିପଲ୍କୁ ୟୁଜ୍ କରିକି ହାବ୍ ସହିତ ପାଷ୍ଟ ପାର୍ଟିସିପଲ୍କୁ ୟୁଜ୍ କରିକି ଆମେ ଏକ୍ସପ୍ରେସ୍ କରିପାରିବା ଆମ ଇମୋସନ୍କୁ। ଦେଖନ୍ତୁ ଏଇଠି ଫାଷ୍ଟ ଅଛି ଆଇ ହାବ୍, ଏମିତି ଲାଷ୍ଟ ସେଣ୍ଟେନ୍ସ ପର୍ଯ୍ୟନ୍ତ ଖାଲି ଆଇ ହାବ୍ ହିଁ ଅଛି। ଏମିତି ଦେଖନ୍ତୁ, ଏଇଟା ଖାଲି ଆଇ ହାବ୍ ହିଁ ଅଛି। ତାପରେ ଏ ସାଇଡ଼୍ରେ ଏଗୁଡ଼ାକ ସବୁ ପାଷ୍ଟ ପାର୍ଟିସିପଲ୍ ଗୁଡ଼ାକ ହେଲା। ପାଷ୍ଟ ପାର୍ଟିସିପଲ୍ ଅର୍ଥାତ୍ କ'ଣ ନା କାମଟା କମ୍ପ୍ଲିଟ୍ ହେଇଥିବ, ସେଗୁଡ଼ାକ ଇଣ୍ଡିକେଟ୍ କରିବାକୁ ଆମେ ହାବ୍କୁ ୟୁଜ୍ କରିଥାଉ। ଓକେ, ଏଇଠି ଦେଖନ୍ତୁ ଆଇ ହାବ୍, ଆଇ ଜାଗାରେ ଆମେ ୱି, ୟୁ, ହି, ସି, THEY ଦେ, ତାପରେ ରାଜେଶ, ଏମିତି ଆମେ ଯେକୌଣସି ନାଁକୁ ମଧ୍ୟ ୟୁଜ୍ କରିପାରିବା, କାହା ପରିବର୍ତ୍ତେ ନା ଏହି ଆଇ ପରିବର୍ତ୍ତେ। ଓକେ, ତାମାନେ ଦେଖନ୍ତୁ ବର୍ତ୍ତମାନ ଏଇଟା ଟିକେ ଲିଭେଇ ଦେବା, ଆମେ ପୁଣି ଏବେ ନେକ୍ସଟ ଏକ୍ଜାମ୍ପଲ୍ ଗୁଡ଼ାକ ପଢ଼ିବା। ଓକେ, ଏକ୍ଜାମ୍ପଲ୍ ଗୁଡ଼ାକ ପଢ଼ିଲେ ହିଁ ଆମେ ବୁଝିପାରିବା ଠିକ୍ ସେ, ହେଲା ନା। ସମ୍ପୂର୍ଣ୍ଣ ଲିଭେଇ ଦେବା। ଦେଖନ୍ତୁ ଏଇଠି ଫାଷ୍ଟ ସେଣ୍ଟେନ୍ସ ଦେଲା ଆଇ ହାବ୍, କଲର୍ ଟିକେ କରିଦେବା, ଆଇ ହାବ୍ ଡନ୍ ଇଟ୍। ଓକେ, ମୁଁ ଏହା କରି ସାରିଅଛି। ଲାଷ୍ଟ ମୁଁ ଫାଷ୍ଟ କ'ଣ କହିଲି, ଅଛି ବା ସାରିଅଛି କହିଲି ନା, ସାରିଅଛି, ଯେଉଁଟାକି ଏଇଠି ଲେଖା ହେଇଛି କମ୍ପ୍ଲିଟେଡ୍ ଆକ୍ସନ୍ ବୋଲିକି ହେଲା। କାମଟା ଯେତେବେଳେ ଆମେ ସରିଥିବ, ମୁଁ ଭାତ ଖାଇଅଛି, ଆଇ ହାବ୍ ଇଟେନ୍ ରାଇସ୍ ବୋଲି ଆମେ କହିପାରିବା। ଆଇ ହାବ୍ ଇଟେନ୍ ରାଇସ୍ ହେଲା, ରାଇସ୍, ଏମିତି ଆମେ କହିପାରିବା। ଓକେ, ଏଇଠି ଦେଖନ୍ତୁ ଫାଷ୍ଟ ସେଣ୍ଟେନ୍ସ ଅଛି ଆଇ ହାବ୍ ଡନ୍ ଇଟ୍, ମୁଁ ଏହା କରିଅଛି ବା କରି ସାରିଅଛି ହେଲା, ସାରିଅଛି ଲେଖା ହେଇଛି ନା, ସେମିତି ଆଇ ହାବ୍ ହିୟର୍ଡ ଦ୍ୟାଟ୍ ବିଫୋର୍, ମୁଁ ଏହା ବା ମୁଁ ତାହା ପୂର୍ବରୁ ଶୁଣିଅଛି ହେଲା, ଶୁଣିଅଛି
ଶୁଣି ଅଛି ମାନେ ପାଷ୍ଟ ସେଣ୍ଟେନ୍ସକୁ ପାଷ୍ଟକୁ ବୁଝାଉଛି ଓକେ ସେଇଥିପାଇଁ ଆଇ ହାଭ୍ ହିୟର୍ଡ ଦ୍ୟାଟ୍ ବିଫୋର୍ ବୋଲି କୁହାହେଲା ମୁଁ ତାହା ପୂର୍ବରୁ ଶୁଣି ଅଛି କୁହାହେଲା ଓକେ ତାପରେ ନେକ୍ସଟ ସେଣ୍ଟେନ୍ସ ହେଲା ଆଇ ହାଭ୍ ଡ୍ରିଭେନ୍ ଏ କାର୍ এইটা ଡ୍ରିଭେନ୍ କ'ଣ ପାଇଁ ଲେଖା ହେଲା ନା ଭର୍ବର ଥାର୍ଡ଼ ଫର୍ମଟା ଦେଖନ୍ତୁ এইটা DRIVE ଡ୍ରାଇଭ୍ এইটা ଭର୍ବ 1 ହେବ ତାପରେ DROVE ଡ୍ରୋଭ୍ এইটা ଭର୍ବ 2 ହେବ ତାପରେ ଡ୍ରିଭେନ୍ DRIVEN ଡ୍ରିଭେନ୍ এইটা ହେବ ଭର୍ବ 3 ଓକେ ଏହି କେସ୍ରେ ଏହି ଟାଇପ୍ରେ এইটা ଡ୍ରିଭେନ୍ ଲେଖା ହେଇଛି ଆଇ ହାଭ୍ ଡ୍ରିଭେନ୍ ଏ କାର୍ ମୁଁ କାର୍ ଚଳେଇ ଅଛି ବୋଲି ଇଣ୍ଡିକେଟ୍ କରୁଛି ଏହି ସେଣ୍ଟେନ୍ସଟା ଓକେ ତାପରେ ନେକ୍ସଟ ସେଣ୍ଟେନ୍ସ କ'ଣ ଅଛି ଆଇ ହାଭ୍ ଫରଗଟେନ୍ ଦି ୱାର୍ଡସ୍ ଫାଷ୍ଟ ଏଇ ଫରଗଟେନ୍ ହେଉଛି ଭର୍ବ 3 ହେଲା ଫାଷ୍ଟର ହେବ ଫରଗେଟ୍ ତାପରେ ହେବ ଫରଗଟ୍ ତାପରେ ଫରଗଟେନ୍ ଓକେ ଏମିତି ହେବ ଏଇଟା ଟିକେ ଲିଭେଇ ଦେବା ଆଉ ଟିକେ ଲିଭେଇ ଦେବା ଦେଖନ୍ତୁ ତାପରେ ଦେଖନ୍ତୁ ଆଇ ହାଭ୍ ରିଡ୍ ଦ୍ୟାଟ୍ ବିଫୋର୍ ଆଇ ହାଭ୍ ରିଡ୍ ଦ୍ୟାଟ୍ ବୁକ୍ ମୁଁ ସେହି ପୁସ୍ତକଟିକୁ ପଢ଼ି ଅଛି ହେଲା ତାପରେ ଆଇ ହାଭ୍ ଇଟେନ୍ ଆଟ୍ ଦ୍ୟାଟ୍ ରେଷ୍ଟୁରାଣ୍ଟ ବିଫୋର୍ ମୁଁ ସେହି ରେଷ୍ଟୁରାଣ୍ଟରେ ପୂର୍ବରୁ ଖାଇ ଅଛି ବୋଲି ଇଣ୍ଡିକେଟ୍ କରୁଛି ସେଣ୍ଟେନ୍ସଟା ହେଲା ତାପରେ এইটা ଦେଖନ୍ତୁ ଆଇ ହାଭ୍ ପୁଣି ନେକ୍ସଟ ସେଣ୍ଟେନ୍ସ ଦେଖନ୍ତୁ ଆଇ ହାଭ୍ ଫ୍ଲୋନ୍ ଇନ୍ ଆନ୍ ଏରୋପ୍ଲେନ୍ ଲେଖାହେଲା ଫ୍ଲୋନ୍ ଦେଖନ୍ତୁ ଏଇଟା ଫ୍ଲୋନ୍ ଅଛି ଏଇଠି ଫ୍ଲୋନ୍ ଫ୍ଲାଏ FLY ଫ୍ଲାଏ ଭର୍ବ 1 FLOW ଫ୍ଲୋ ହେଉଛି ଭର୍ବ 2 ତାପରେ ଫ୍ଲାଏ ଫ୍ଲୋ ଫ୍ଲୋନ୍ FLOWN ଫ୍ଲୋନ୍ ହେବ ଭର୍ବ 3 ଓକେ ଏମିତି ଆଇ ହାଭ୍ ଫ୍ଲୋନ୍ ଇନ୍ ଆନ୍ ଏରୋପ୍ଲେନ୍ ଲେଖା ହେଲା ମୁଁ ଏରୋପ୍ଲେନ୍ରେ ଉଡ଼ି ଅଛି ବା ବସି ଅଛି ବା ଫ୍ଲାଏ କରି ଅଛି ପୂର୍ବରୁ ମୁଁ ଏରୋପ୍ଲେନ୍ରେ ଫ୍ଲାଏ କରିଅଛିକୁ ଇଣ୍ଡିକେଟ୍ କରିବ ହେଲା ତାମାନେ ନେକ୍ସଟ ସେଣ୍ଟେନ୍ସ ପଢ଼ିବା ଦେଖନ୍ତୁ ଆଇ ହାଭ୍ ଫରଗିଭେନ୍ ୟୁ ଫରଗିଭେନ୍ କହିଲେ କ'ଣ ଫରଗିଭ୍ କହିଲେ କ୍ଷମା ଦେବା ଫରଗିଭେନ୍ କହିଲେ କ୍ଷମା ଦେଇଅଛି ଫରଗିଭ୍ ଫରଗେଭ୍ ଫରଗିଭେନ୍ ଓକେ ଏହି କେସ୍ରେ ଦେଖନ୍ତୁ ଆଉ ଥରେ ଲିଭେଇ ଦେବା ଟିକେ এইଟାକୁ ଫରଗିଭ୍ ଅଛି ଫରଗିଭ୍ର ଫାଷ୍ଟ ଭର୍ବ କ'ଣ ଭର୍ବ 1ଟା ହେବ ଫରଗିଭ୍ GIVE ଫରଗିଭ୍ এইটা V1 ମାନେ ଭର୍ବ 1 ତାପରେ ଫରଗେଭ୍ GAVE ଫରଗେଭ୍ଟା ଭର୍ବ 2 ତାପରେ ଫରଗିଭେନ୍ FORGIVEN ଫରଗିଭେନ୍ ମାନେ ଭର୍ବ 1 এইটা ଭର୍ବ 1 এইটা ଭର୍ବ 2 এইটা ଭର୍ବ 3 ଓକେ ଏମିତି ମୁଁ ତୁମକୁ କ୍ଷମା ଦେଇଅଛି ବୋଲି ଇଣ୍ଡିକେଟ୍ କରୁଛି ସେଣ୍ଟେନ୍ସଟା ଓକେ ତାପରେ ଦେଖନ୍ତୁ ନେକ୍ସଟ ସେଣ୍ଟେନ୍ସ ଆଇ ହାଭ୍ ପ୍ଲସ୍ ସିନ୍ ୟୁ ବିଫୋର୍ ମୁଁ ତୁମକୁ ପୂର୍ବରୁ ଦେଖିଅଛି ହେଲା ତାପରେ ଦେଖନ୍ତୁ ପୁଣି ଆଉ ଗୋଟେ ସେଣ୍ଟେନ୍ସ ଆଇ ହାଭ୍ ରିଟେନ୍ ଏ ଲେଟର୍ ମୁଁ ଗୋଟେ ଲେଟର୍ ଲେଖିଅଛି ଏହି ସେଣ୍ଟେନ୍ସଟା ତାହା ହେବ ହେଲା ତାମାନେ ଆଜିକାର ଏହି ଭିଡ଼ିଓରେ ଆମେ ଏତିକି ହିଁ ଡିସ୍କସ୍ କରିବା ବା କ'ଣ ଡିସ୍କସ୍ କଲେ ଆଜି ଆମେ ଆଇ ସହିତ ହାଭ୍ର ୟୁଜ୍ ପ୍ଲସ୍ ପାଷ୍ଟ ପାର୍ଟିସିପଲ୍ର ୟୁଜ୍କୁ ଆମେ ପ୍ରାକ୍ଟିସ୍ କଲେ ଏହି ଭିଡ଼ିଓରେ ପୁଣି ଦେଖନ୍ତୁ ନେକ୍ସଟ ଭିଡ଼ିଓରେ ଆମେ ପୁଣି ଗୋଟେ ଫର୍ମୁଲାକୁ ପ୍ରାକ୍ଟିସ୍ କରିବା ତାହେଲେ ଆଜି ପାଇଁ ଏତିକି ହିଁ ଆପଣମାନେ ସ୍ପିକିଂ ପ୍ରାକ୍ଟିସ୍ କରନ୍ତୁ କଣ୍ଟିନ୍ୟୁଅସଲି ତାହେଲେ ଯାଇ ସ୍ପିକିଂ ସ୍କିଲ୍ ଡେଭଲପ୍ ହେବ otherwise it will not be possible okay then thank you